ଆସିଗଲି ଆପଣଙ୍କ ପାଖକୁ ଦହି ପୋଟଳ ନେଇକିନି। ଆପଣ କେବେ ଏମିତି ଦହି ପୋଟଳ ଖାଇଛନ୍ତି? ଯଦି ଖାଇନାହାନ୍ତି ଆସନ୍ତୁ, ମୁଁ ରେସିପି କହୁଛି। ପୋଟଳକୁ ଭଲ ଭାବରେ ଧୋଇ ଦେଇକି ତାକୁ ଏମିତି ଭଲ ଭାବରେ ଧୋଇ ଦେଇକି ଅଳ୍ପ କିନ୍ତୁ ତା ଚୋପା ଛେଲିକିନି ତାକୁ ଏମିତି ଭଲ ଭାବରେ କାଟି ନେବା। ଦେଖନ୍ତୁ ଏକର ସେକର କରି ଭଲସେ ପୁରା କାଟି ନେଇଛି। ଏଇଭଳି ଭାବରେ କାଟିକି ନେଇ ଥୋଇ ଦେଇଛି। ତା ଦେହରେ ପକାଇଛି ଅଳ୍ପ ହଳଦୀ, ସ୍ୱାଦ ଅନୁସାରେ ଅଳ୍ପ ଲୁଣ ପକାଇ ତାକୁ ଭଲସେ ଗୋଳେଇ ଦେଇଛି, ମିକ୍ସ କରିଦେଇଛି। କଢ଼େଇ ନେଇଛି ତେଲ, ଫ୍ରିଡମ୍ ତେଲ ନେଇଛି। କଢ଼େଇ ତାତିଲା ପରେ ନେଇଛି ଫ୍ରିଡମ୍ ତେଲ। ତେଲ ତାତି ଆସିଲାଣି, ଆମେ ରଖିଥିବା ପୋଟଳକୁ ତା ଦେହରେ ପକାଇଦେବା। ପୋଟଳ ପକାଇକି ଏକର ସେକର ଗୋଳେଇ ଦେଇଛି। ପୋଟଳକୁ ଏକର ସେକର କରି ଭଲସେ ଗୋଳେଇକି ନେଇକି ତାକୁ ଛାଡ଼ିଦେବା ଭାଜିବା ପାଇଁ। ଆମର ଏପଟ ପୋଟଳ ଭାଜି ଆସିଲାଣି, ସେକରୁ ନଉଟାଇ ଦେବା। ତାକୁ ଏଇଭଳି ଭାବରେ ନଉଟାଇ ଦେଇକି ତାକୁ ଛାଡ଼ିଦେବା 10-15 ମିନିଟ୍ ଭାଜିବା ପାଇଁ। ପୋଟଳ ଆମର ଭାଜି ହେଇ ଆସିଲାଣି, ତାକୁ ଗୋଟେ ଜାଗାକୁ କାଢ଼ିଦେବା। ଦେଖନ୍ତୁ କେତେ ସୁନ୍ଦର ଭାବରେ ପୋଟଳଟା ଆମର ଭାଜି ହେଇଛି। ଦହି ପୋଟଳ ପାଇଁ ପୁରା ପରଫେକ୍ଟ ଭାଜି ହେଇଛି। ତାକୁ ଗୋଟେ ଜାଗାକୁ କାଢ଼ିଦେବା। ଏଇଭଳି ଭାବରେ ପୋଟଳ ଟିକେ ଭାଜିଦେବା। ତାପରେ ମସଲା ପାଇଁ ନେଇଛି ଅଳ୍ପ 2ଟା ପିଆଜ, 1 ରସୁଣ, 1 ଟମାଟୋ, 2ଟା ଶୁଖିଲା ଲଙ୍କା, ଅଳ୍ପ କିଛି ଅଦା। ତାକୁ ଅଳ୍ପ ତେଲରେ ପକାଇକି ହାଲକା ଭାଜି ନେବା। ଏଇଭଳି ହାଲକା ଭାଜି ହେଇଗଲାଣି ଆମର। ଗୋଟେ ଜାଗାକୁ କାଢ଼ିଦେବା। ତାକୁ କାଢ଼ି ଦେଇକିନି ଭଲସେ ଗୋଟେ ପେଷ୍ଟ କରିଦେବା। ମୁଁ ଗୋଟେ ପେଷ୍ଟ ବନେଇ ଦେଇଛି। ଗୋଟା ତେଲ ଦେଇକିନି ସେମ୍ କଢ଼େଇରେ ତେଲ ଦେଇକି ନେବା। ଗୋଟା ମସଲା, ଡାଲଚିନି, ଗୁଜୁରାତି, ମରିଚ ତାକୁ ପକାଇଦେବା ଫୁଟିବା ପାଇଁ। ଆମର ଫୁଟି ଆସିଲାଣି, ବାଟି ରଖିଥିବା ମସଲା ପକାଇଦେବା। ତା ଦେହରେ ଦେବା କାଶ୍ମୀର ଲଙ୍କା, ଜିରା ପାଉଡ଼ର, ଧନିଆ ପାଉଡ଼ର, ଅଳ୍ପ ହଳଦୀ, ସ୍ୱାଦ ଅନୁସାରେ ଲୁଣ। ତାକୁ ଦେଇକି 10 ମିନିଟ୍ କଷିଦେବା। ତା ଦେହରେ ଆଡ଼୍ କରିବା କିଛି ଚିକେନ୍ ମସଲା, ଅଳ୍ପ ଦହି, କସ୍ତୁରୀ ମେଥି। ତାକୁ ପକାଇକି ଆହୁରି 10 ମିନିଟ୍ କଷିଦେବା। ଆମର ମସଲା ରେଡ଼ି ହେଇଗଲାଣି। ତା ଦେହରେ ପକାଇଦେବା ପୋଟଳ ପକାଇ ଏକର ସେକର ଗୋଳେଇ ଦେଇ ଛାଡ଼ିଦେବା 5 ମିନିଟ୍। ତରକାରୀ ଆମର ଭଲ ଭାବରେ ରେଡ଼ି ତରକାରୀ ଆମର ଫୁଟିକି ହେଇ ଆସିଲାଣି। ଦେଖନ୍ତୁ ଏଇଭଳି ଫୁଟିକି ତରକାରୀ ଆମର ପୁରା ରେଡ଼ି ହେଇ ଆସିଲାଣି। ଗ୍ୟାସ୍ ବନ୍ଦ କରି ତା ଦେହରେ ପକାଇଦେବା ଗରମ ମସଲା ପକାଇ ଦେଇ ଗୋଟେ ଜାଗାକୁ କାଢ଼ିଦେବା। ଆମର ହେଇଗଲା ଦହି ପୋଟଳ ରେଡ଼ି। ଆପଣ ଚାହିଁଲେ ଗରମ ଭାତ, ପିଠା, ରୁଟି ଆପଣ ଯେଉଁଥିରେ ପାଇବେ ସେଥିରେ ଖାଇପାରିବେ। ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ଦହି ପୋଟଳ ରେଡ଼ି ହେଇଛି। ଦେଖିବା ପାଇଁ ଯେମିତି ସୁନ୍ଦର, ଖାଇବା ପାଇଁ ବି ସେମିତି ଟେଷ୍ଟି ହେଇଛି। ଆପଣ ନିହାତି ଘରେ ଥରେ ଟ୍ରାଏ କରନ୍ତୁ ଆଉ ଖାଇ କେମିତି ଲାଗୁଛି। ଆପଣମାନେ ଯଦି ମୋ ଭିଡ଼ିଓ ଭଲ ଲାଗେ ଲାଇକ୍, ସେୟାର, କମେଣ୍ଟ କରିବେ। ରହିଲି, ବାଏ ବାଏ।